ବନ୍ଧୁଗଣ, ଘରଟିଏ ନିର୍ମାଣ କରିବା ସମସ୍ତଙ୍କର ଇଚ୍ଛା ଥାଏ, ସମସ୍ତଙ୍କର ସ୍ୱପ୍ନ ମଧ୍ୟ ଥାଏ। ସମସ୍ତେ ନିଜର ନିର୍ମିତ ଗୃହଟିକୁ ପରିପୂର୍ଣ୍ଣ କରିବା ଏବଂ ସେ ଗୃହରେ ବସବାସ କରି ସୁଖ ଶାନ୍ତି ଆନନ୍ଦ ଲାଭ କରିବାର ଆଶା ସମସ୍ତଙ୍କ ମନରେ ଥାଏ। ନିଜ ଘରଟିକୁ ସୁସଜ୍ଜିତ କରିବା ପାଇଁ ମନୁଷ୍ୟ ସଦାସର୍ବଦା ତତ୍ପର ଥାଏ। ଯେଉଁମାନେ ନୂଆ ଗୃହଟିଏ ନିର୍ମାଣ କରୁଛନ୍ତି ସେମାନେ ନିଜ ଘରକୁ ନିଜ ହିସାବରେ ଗଢ଼ି ତୋଳିବାର ଯେଉଁ ସ୍ୱପ୍ନ ରଖିଥାନ୍ତି ଏବଂ ଗୃହଟି ଯେତେବେଳେ ଆସ୍ତେ ଆସ୍ତେ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼େ, ବ୍ୟକ୍ତିବିଶେଷ ଅନ୍ତର ଆତ୍ମା ସେତେ ଖୁସି ହେଇ ଚାଲେ। କିନ୍ତୁ ବନ୍ଧୁଗଣ, ଆପଣ ଗୃହଟିଏ ନିର୍ମାଣ କରିବା ପୂର୍ବରୁ କ'ଣ ସବୁ କରିବାର ରହିଛି ସୁଖ ସମୃଦ୍ଧି ଶାନ୍ତିର ପ୍ରାପ୍ତି ନିମନ୍ତେ? ଗୃହ ଆରମ୍ଭ ସମୟରେ ଆପଣ ଏପରି କ'ଣ ନିର୍ମାଣ କଲେ, କ'ଣ କର୍ମ କଲେ, କେଉଁ କାମଟି ଗୃହ ଆରମ୍ଭ ପୂର୍ବରୁ ଆପଣ ସଠିକ୍ ଭାବରେ କଲେ ସେ ଘରଟି ଆପଣଙ୍କ ପାଇଁ ସୁଖପ୍ରଦ ଏବଂ ଆନନ୍ଦମୟ ହୋଇଥାଏ? ଦର୍ଶକ ବନ୍ଧୁ, ଘରଟିଏ ନିର୍ମାଣ କରିବା ପୂର୍ବରୁ ଅନେକ ଦାୟିତ୍ୱ ରହିଛି। ସେ ଦାୟିତ୍ୱ ସବୁ ସମ୍ପାଦନ କରିବା ଗୃହକର୍ତ୍ତାର କର୍ତ୍ତବ୍ୟ ହୋଇଥାଏ। ବନ୍ଧୁଗଣ, ମତ୍ସ୍ୟ ପୁରାଣ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର, ବିଶ୍ୱକର୍ମା ଶାସ୍ତ୍ର ସଦାସର୍ବଦା ବାସ୍ତୁକୁ ମାନି ନୂଆ ଘରଟିଏ ନିର୍ମାଣ କରନ୍ତୁ ବୋଲି ପରାମର୍ଶ ଦେଇଛନ୍ତି। ମତ୍ସ୍ୟରୂପୀ ନାରାୟଣ ମତ୍ସ୍ୟରୂପୀ ପୁରାଣରେ ସୂର୍ଯ୍ୟଙ୍କୁ ଗୃହ ନିର୍ମାଣ ସମ୍ବାଦ ଅନେକ ରହିଛି। ତେଣୁ ସେହି ସବୁ ବାକ୍ୟକୁ ମାନି ଆମକୁ ଆଗକୁ ଯିବାକୁ ହେବ। ନମସ୍କାର ମୋର ପ୍ରିୟ ବନ୍ଧୁଗଣ, ଆଜିର ଏହି କ୍ଷୁଦ୍ର ଭିଡ଼ିଓରେ ମୁଁ ଆପଣମାନଙ୍କୁ ବାସ୍ତୁଦୋଷର ଉପାୟ କହିବି, ଯାହା ଆପଣଙ୍କ ମନୋବଳକୁ ଦୃଢ଼ କରିବ ଏବଂ ସାରା ଜୀବନ ଖୁସିରେ ବା ନିଶ୍ଚିନ୍ତରେ ରହିବାର ମାର୍ଗ ଫିଟେଇ ଦେବ। ତେଣୁ ଅନୁରୋଧ କରୁଛି, ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଦୟାକରି ଅଧାରୁ ଛାଡ଼ନ୍ତୁନି। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଲାଇକ୍ କରନ୍ତୁ ଏବଂ ଆପଣ ଯଦି ମୋ ଚ୍ୟାନେଲରେ ନୂଆ ଅଛନ୍ତି, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍କୁ ନିଶ୍ଚିତ କ୍ଲିକ୍ କରନ୍ତୁ। ଏବଂ ଯଦି ଅନ୍ୟ କାହା ଜୀବନରେ ମଧ୍ୟ ସକାରାତ୍ମକତା ବା ଖୁସି ଭରିବା ପାଇଁ ଚାହୁଁଛନ୍ତି, ତେବେ ଭିଡ଼ିଓଟିକୁ ବହୁତ ମାତ୍ରାରେ ସେୟାର ମଧ୍ୟ କରନ୍ତୁ। ତ ଚାଲନ୍ତୁ ଆରମ୍ଭ କରିବା। ସମ୍ପର୍କରେ ମଧୁରତା ପାଇଁ ଅତିଥିଙ୍କ ସ୍ଥାନ କିମ୍ବା କକ୍ଷ ଉତ୍ତର କିମ୍ବା ପଶ୍ଚିମ ଦିଗରେ କରାଯିବା ଉଚିତ। ଘରେ ଆରୋଗ୍ୟ ସ୍ୱାସ୍ଥ୍ୟର ଦିଗ ଥାଏ। ଉତ୍ତର ପୂର୍ବ ଦିଗ। ଏହି ଦିଗରେ ଔଷଧ ରଖିବା ଦ୍ୱାରା ଆପଣଙ୍କୁ ଶୀଘ୍ର ସକାରାତ୍ମକ ପ୍ରଭାବ ଦେଖାଦେବ। ସବୁକିଛି ଠିକ୍ ହେବା ପରେ ମଧ୍ୟ ଯଦି ଆପଣ ଅନୁଭବ କରୁଛନ୍ତି କି ଟଙ୍କା ଆପଣଙ୍କ ହାତରେ ରୁହେ ନାହିଁ, ଖର୍ଚ୍ଚ ହୋଇଯାଏ, ତାହେଲେ ଆପଣ ଘରର ଦକ୍ଷିଣ ପୂର୍ବ ଦିଗରେ ହାଲୁକା କମଳା ଗୋଲାପୀ ରଙ୍ଗ ବ୍ୟବହାର କରନ୍ତୁ। ଘର ଭିତରେ ସମୟ ସମୟରେ ବୁଢ଼ିଆଣୀ ଜାଲ, ଧୂଳି ଏବଂ ମଇଳାକୁ ବାହାର କରିବା ଦ୍ୱାରା ଘରେ କୌଣସି ନକାରାତ୍ମକ ଉର୍ଜା ରହେ ନାହିଁ ଏବଂ ଯାନବାହନ ପାର୍କିଂ ପାଇଁ ଉତ୍ତର ପଶ୍ଚିମ ସ୍ଥାନକୁ ବ୍ୟବହାର କରିବା ଶୁଭ ବୋଲି କୁହାଯାଏ। ଘରେ ଲାଗିଥିବା ମାଟି ହାଣ୍ଡିରେ ଲଗାଯାଇଥିବା ଗଛ କିମ୍ବା ଫୁଲ ଗଛରେ ନିୟମିତ ପାଣି ଦେବା ଉଚିତ। ଯଦି କୌଣସି ଗଛ ଶୁଖିଯାଏ, ତୁରନ୍ତ ଏହାକୁ ବାହାର କରନ୍ତୁ। ଦକ୍ଷିଣ ପଶ୍ଚିମ ଦିଗରେ ଏକ ଓଭରହେଡ୍ ୱାଟର ଟ୍ୟାଙ୍କର ବ୍ୟବସ୍ଥା କରିବା ଲାଭଦାୟକ ରହେ। କବାଟ ଖୋଲିବା ଏବଂ ବନ୍ଦ କରିବା ବେଳେ ଏହାକୁ ଭଲ ଭାବରେ ବନ୍ଦ କରନ୍ତୁ, ଯେପରି କୌଣସି ଶବ୍ଦ ଯେମିତି ନ ହୁଏ। ଯଦି ଆପଣଙ୍କ ଘରେ ଠାକୁର ଘର ଅଛି, ତେବେ ଶୁଭ ଫଳାଫଳ ପାଇବା ପାଇଁ
ଏଥିରେ ପୂଜାପାଠ ନିୟମିତ କରାଯିବା ଉଚିତ ଏବଂ ଦକ୍ଷିଣ ପଶ୍ଚିମ ଦିଗରେ ନିର୍ମିତ ସ୍ଥାନ ପୂଜା ପାଇଁ ବ୍ୟବହାର କରାଯିବା ଉଚିତ ନୁହେଁ। ରୋଷେଇ ପ୍ଲାଟଫର୍ମର ଦକ୍ଷିଣ ପୂର୍ବ ଆଗ୍ନେୟ କୋଣରେ ଗ୍ୟାସ୍ ଚୁଲା ରଖିବା ଉଚିତ। ଉଭୟ ପାର୍ଶ୍ୱରେ କିଛି ଇଞ୍ଚ ସ୍ଥାନ ଛାଡ଼ିକି ରଖିବା କଥା। ଏହା କଲେ ଘରର ଉନ୍ନତି ହୁଏ। ଡ୍ରେସିଂ ଟେବୁଲକୁ ସବୁବେଳେ ଶୋଇବା ଘରର ଉତ୍ତର କିମ୍ବା ପୂର୍ବ ଦିଗରେ ରଖିବା ଉଚିତ। ଶୋଇବା ସମୟରେ ଦର୍ପଣକୁ ଘୋଡ଼ାଇବା ଉଚିତ। କୌଣସି ପରିସ୍ଥିତିରେ ବ୍ୟକ୍ତିକୁ ଦକ୍ଷିଣ ଆଡ଼କୁ ପାଦ କରିକି ଶୋଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ମନରେ ଅସ୍ଥିରତା ବିନା କାରଣରେ ଡର ଏବଂ ନିଦ ହ୍ରାସ ହୋଇଥାଏ। ଶୋଇବା ଘରେ ପାଦକୁ ମୁଖ୍ୟ ଦ୍ୱାର ଆଡ଼କୁ କରିକି ଶୋଇବା ଉଚିତ ନୁହେଁ, କାରଣ ପୂର୍ବ ଦିଗକୁ ମୁଣ୍ଡ ଏବଂ ପଶ୍ଚିମ ଦିଗକୁ ପାଦ କରି ଶୋଇଲେ ଆଧ୍ୟାତ୍ମିକ ଭାବନା ବଢ଼ିଥାଏ। ଘରେ କ୍ୟାକ୍ଟସ୍ ଗଛ କିମ୍ବା କଣ୍ଟା ବୁଦା କିମ୍ବା କଣ୍ଟା ଜାତୀୟ ଫୁଲ ସଜାଇବା ପାଇଁ ରଖୁଛନ୍ତି, ତାହେଲେ ଏହାକୁ ସମ୍ପୂର୍ଣ୍ଣ ରୂପେ ହଟେଇ ଦେବା ଉଚିତ। ବିଲ୍ଡିଂର ଉତ୍ତର, ଉତ୍ତର ପୂର୍ବ ଏବଂ ଉତ୍ତର ପଶ୍ଚିମ ଦିଗରେ ହାଲୁକା ଜିନିଷ ରଖିବା ଶୁଭ ଅଟେ। ଘରେ ନିଆଁ ସହ ଜଡ଼ିତ ଉପକରଣଗୁଡ଼ିକ ଯଥାସମ୍ଭବ ଦକ୍ଷିଣ ପୂର୍ବ ଦିଗରେ ରଖିବା ଉଚିତ। ଶୋଇବା ଘରର କାନ୍ଥରେ ଦେବତା ଏବଂ ଦେବୀଙ୍କ ଚିତ୍ର ରଖିବା ଅଶୁଭ ବୋଲି ବିବେଚନା କରାଯାଏ। ଯଦି ଆପଣ ଶୋଇବା ଘରେ ଭଗବାନଙ୍କ ଚିତ୍ର ରଖିବାକୁ ଚାହୁଁଛନ୍ତି, ତେବେ ଆପଣ ଭଗବାନ କୃଷ୍ଣ ଏବଂ ରାଧାରାଣୀଙ୍କ ଫଟୋ ରଖିପାରିବେ। ଅନେକ ସମୟରେ ଏହା ଅନେକ ଲୋକଙ୍କର ଅଭ୍ୟାସ ଯେ ସେମାନେ ଦିନରାତି ଖଟ ଉପରେ ବସି ଖାଇ ପିଇଥାନ୍ତି ଏବଂ ସେଠାରେ ଅଇଁଠା ବାସନକୁ ଛାଡ଼ି ଦିଅନ୍ତି। ଏଭଳି ପରିସ୍ଥିତିରେ ମା ଲକ୍ଷ୍ମୀ ଏହି ଅଭ୍ୟାସ ହେତୁ ଘରେ ରୁହନ୍ତି ନାହିଁ ଏବଂ ବ୍ୟକ୍ତିଙ୍କୁ ଆର୍ଥିକ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼େ। ଯଦି ଶଯ୍ୟାକୁ ଶୟନ କକ୍ଷରେ ସଠିକ୍ ଦିଗରେ ରଖାଯାଏ ନାହିଁ, ତେବେ ଖୁବ୍ ଶୀଘ୍ର ନକାରାତ୍ମକ ଶକ୍ତି ଘରେ ବ୍ୟାପିଯାଏ ଏବଂ ସୁଖ ଏବଂ ସମୃଦ୍ଧତା ଜୀବନରୁ ଦୂରେଇ ଯାଏ। ଏହି କାରଣରୁ ପରିବାରର ସଦସ୍ୟଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଶୟନ କକ୍ଷର ଶଯ୍ୟାର ଦିଗ ଦକ୍ଷିଣ କିମ୍ବା ପଶ୍ଚିମ ଦିଗରେ ରହିବା ଉଚିତ। ଦକ୍ଷିଣ ପୂର୍ବ କୋଣରେ କୌଣସି ଭାରୀ ଜିନିଷ ରଖନ୍ତୁ ନାହିଁ। ଦକ୍ଷିଣ ପୂର୍ବ ଦିଗକୁ ଆଗ୍ନେୟ କୋଣ ବୋଲି କୁହାଯାଏ। କୌଣସି ଭାରୀ ଜିନିଷକୁ ଆଗ୍ନେୟ କୋଣରେ ରଖିବା ଉଚିତ ନୁହେଁ। ଏହି କାରଣରୁ ଘରେ ଅନାବଶ୍ୟକ ଝଗଡ଼ା ଏବଂ ମାଡ଼ଗୋଳ ବଢ଼ିଯାଏ ଏବଂ ସମ୍ପର୍କ ମଧ୍ୟରେ ଅଶାନ୍ତି ସୃଷ୍ଟି ହୁଏ। ଯେତେବେଳେ କେହି ଆପଣଙ୍କ ଘରେ ପ୍ରବେଶ କରେ, ସେମାନଙ୍କୁ ଆପଣଙ୍କ ଯେଉଁ ବି ଠାକୁର ମାନନ୍ତି, ସେହି ଠାକୁରଙ୍କ ଚିତ୍ର ଦେଖିବା ଉଚିତ। ଦେବତାଙ୍କ ଚିତ୍ର ଦେଖିବା ଉଚିତ। ଦେବତାଙ୍କ ଚିତ୍ରକୁ ପ୍ରଥମ କାନ୍ଥରେ ଲଗେଇବା ଭଲ ଥାଏ। ଏହା ମୁଖ୍ୟ ଦ୍ୱାରର ବିପରୀତ କାନ୍ଥ ହୋଇଥାଏ। ସେହି ସ୍ଥାନ ଖାଲି ଛାଡ଼ିବା ଆପଣଙ୍କ ଘରେ ଆର୍ଥିକ ସମସ୍ୟା ସୃଷ୍ଟି କରିପାରେ। ଯେତେବେଳେ ବି ଆପଣ ଘର ପୋଛୁଛନ୍ତି, ତେବେ ପାଣିରେ ଗୁଡ଼ କିମ୍ବା ଲୁଣ ମଧ୍ୟ ମିଶାଇ ଆପଣଙ୍କ ଘର ସଫା କରିପାରିବେ। ଏହା କଲେ ଘରେ ଥିବା ନକାରାତ୍ମକ ଉର୍ଜା ଦୂର ହୁଏ ଏବଂ ଘରେ ଶାନ୍ତି ବନିଯାଏ। ନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଶଯ୍ୟା ପଛରେ କୌଣସି ଝରକା ନଥାଉ। ଆପଣଙ୍କ ଶୋଇବା ଘରେ ଝରକା ପୂର୍ବ କିମ୍ବା ଉତ୍ତର କାନ୍ଥରେ ରହିବା ଉଚିତ। ଆପଣଙ୍କ ଘରର ଫର୍ଣ୍ଣିଚର ଚାରିକୋଣିଆ କିମ୍ବା ଆୟତାକାର ଆକାରରେ ହେବା ଉଚିତ। ଅଢଙ୍ଗିଆ, ବିନା ଆକୃତି କିମ୍ବା ଗୋଲାକାର ଖଣ୍ଡ ବାସ୍ତୁଶାସ୍ତ୍ର ନୀତି ସହିତ ମେଳ ଖାଏ ନାହିଁ। ସୂର୍ଯ୍ୟାସ୍ତ ପରେ ସନ୍ଧ୍ୟା ପୂଜା ସରିଲା ପରେ ଠାକୁର ଘରେ ଯେକୌଣସି ଲାଇଟ୍ ଅବଶ୍ୟ ଲଗାନ୍ତୁ।
ପୂଜା ଘରକୁ ଅନ୍ଧାରରେ ଛାଡ଼ିବା ଉଚିତ ନୁହେଁ। ବାସଗୃହ ଦକ୍ଷିଣ ପୂର୍ବ ଦିଗରେ ଟିଭି ରଖିବା ଉଚିତ। ବନ୍ଧୁଗଣ, ଆଶା କରୁଛି ଭିଡ଼ିଓଟି ଆପଣଙ୍କ ହୃଦୟକୁ ନିଶ୍ଚିତ ଛୁଇଁଥିବ ଏବଂ ଭଗବାନଙ୍କ ଆଶୀର୍ବାଦ ଏବଂ ନିଜ ଦୃଢ଼ ସଂକଳ୍ପ ବଳରେ କିଛି ଏମିତି କରିଯାଆନ୍ତୁ ଯାହା ଏ ସମାଜ ପାଇଁ ଉଦାହରଣ ହେବ। ରହୁଛି, ପୁଣି କିଛି ନୂଆ ଏବଂ ଶିକ୍ଷଣୀୟ ନେଇ ନିଶ୍ଚିତ ଆସିବି ଆପଣମାନଙ୍କ ପାଇଁ। ନମସ୍କାର, ଜୟ ଜଗନ୍ନାଥ।